ଗଲା ଗଲା କାନ୍ଦ 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 ଏଠି ଆଉ କ'ଣ କରିବି 3 ଦିନ ହେଲାଣି କାନ୍ଦି କାନ୍ଦି ତ ଆମ ଅବସ୍ଥା ପୁରା ଇଏ ତନ୍ୟ ଖାଇବାକୁ ଇଚ୍ଛା ହେଉନି। ସାଙ୍ଗମାନେ ନମସ୍କାର, ଜୟ ଜଗନ୍ନାଥ। ଗୋଟେ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ମୁଁ ଏବେ ଜଷ୍ଟ ଆସି ପୁରୀରେ ପହଞ୍ଚିଲି। ଏବେ ଜଷ୍ଟ ବାବୁନା ଯେହେତୁ ଯାଇଥିଲା ବାବୁନାକୁ ଛାଡ଼ିବାକୁ ଆସିଛି। ଏବେ ଆସି ପୁରୀରେ ପହଞ୍ଚିଛି, କିନ୍ତୁ ଆସୁ ଆସୁ ପହଞ୍ଚୁ ପହଞ୍ଚୁ ରାନୀ ଉପରେ ଚଢ଼ି ଚଢ଼ି ଡେଇଁଯାଏ, କିନ୍ତୁ ରାନୀ ନାହିଁ ଆମକୁ ଇ କରିବା ପାଇଁ। ଘର ଖାଲି ଖାଁ ଖାଁ ଲାଗୁଛି। ନହେଲେ ଏଇଠି ବୁଲୁଥିବ, ଯେତେବେଳେ ଆସିଲେ ରାସ୍ତାରେ ବୁଲୁଥିବ କି ଦୁଆର ମୁହଁରେ, ଏତେବେଳକୁ ଆସିକି ଆମ ଉପରେ ଚଢ଼ି ସାରନ୍ତାଣି, ଚାଟି ପକାନ୍ତାଣି, ଖୁସି ହେଇଯାଆନ୍ତାଣି। ରାନୀ ବର୍ତ୍ତମାନ ଖୁସି ହେଇଥାନ୍ତା, ଖୁସି ହେଇକି ଚଢ଼ିକି ଉପରେ, କିନ୍ତୁ ଆମ ଘର ପୁରା ଶୂନ୍ୟ ହେଇଗଲା। ଆସୁଛୁ ଯେ ଆଉ ଭଲ ଲାଗୁନି। ଏତେବେଳୁ ଚଢ଼ିକି ଉପରେ କେତେ ଖୁସି ହେଇଯାଆନ୍ତାଣି, ଚାଟିକି ଖାଲି ବାର ବାର ଚଢ଼ନ୍ତାଣି ଉପରେ, ମାନେ କ'ଣ ଆଣିଛୁ କି କ'ଣ। ଖୁସି ଏତେ ବୁଦ୍ଧିମନ୍ତୀ, ବିଶ୍ୱାସ କରୁ ସାଙ୍ଗମାନେ 2 ଦିନ ଆମେ ଭଲସେ ଖାଇନୁ କି କିଛି ବି ନାହିଁ। ମୁଁ ଘର ଭିତରେ ଯିବାକୁ ବି ଇଚ୍ଛା ହଉନି, ଭଲ ହିଁ ଲାଗୁନି। ସବୁବେଳେ ବୁଲୁଥିବ, ଇଏ କରୁଥିବ, ଭଲ ହିଁ ଲାଗୁନି। ବାପାଙ୍କର ମନ ଦୁଃଖ। କୋଉଠି ବାପା ତାକୁ ଇଏ କଲ? ମଲା ବେଳକୁ ଦେଖିନ ମରିକି ଶୋଇଥିଲା ନା କ'ଣ? ଆସି ବସେ ଉପରେ ଚଢ଼ି ସାରୁନାହିଁ। ଆମେ ଯୋଉଠି ବସିବୁ ସେଇଠି ବସିବୁ, ଏକା ଜମା ରହିବନି। ଘର ଖାଲି କାଁ କାଁ ଲାଗୁଛି। ସେ ବୁଲୁଥିବ, ଆଗ ଗୋଟେ ଯାଉଥିବ, ଇଏ କରୁଥିବ। ଉପର ବଢି ଭୋଗୁଥିବ, ବାହାର କାହାକୁ ଆମ ବାରଣ୍ଡା ଚଢ଼େଇ ଦେବନି। କି ଯଦି ଆସି ଡାକୁଥିବ, ମଣିଷ ଭଳିଆ ଡାକେ। ଆଉ ଯଦି ତାକୁ ଆମେ ବାହାରେ ଇ କରିକି ଶୋଇବୁ, ମାନେ ରାତି 12ଟା 1 ପର୍ଯ୍ୟନ୍ତ ଉପରେ ଚଢ଼ିକି ନଖରେ ଏମିତି କରୁଥିବ, ଡାକୁଥିବ, ଖୋଲେ ମୁଁ ଶୋଇବି ସେ ଖଟ ତଳେ। ଜମା ସେ ଏକା ଶୋଇବନି। ସବୁ ଜାଣିଲା ଭଳିଆ ସବୁ ସେ କରେ। କୋଉଦିନ ଯଦି ଆଇଁଷ ନଥିବ ତାକୁ କହିଦେବ ଖାଇଦେ ବୋଲି, ଆଜି କିଛି ନାହିଁ ତତେ ଖାଇଦବ ସିଏ। ମିକୁ ଆ କାନ୍ଦ ନା, ଆସେ। ମିକୁକୁ ବେଶୀ ସେ ଭଲ ପାଏ। ଛୋଟବେଳୁ ମିକୁ ତାକୁ ବେଶୀ ଯିବାର ଥିଲା, ଗଲା, ଆଉ କ'ଣ କରିବି। ସବୁଦିନ ଯାଇକି ତାକୁ ସେଇଠିକି ଯାଉଛି, ସବୁଦିନ ଯାଇ ତାକୁ ଦେଖୁଛି, କ'ଣ କରିବି। ମା ତାକୁ ଆଣିଥିଲା, ପୁରା ଛୋଟିଆଟେ ହେଇଥିଲା। ଭାବିନି ମୋ ଘରକୁ ନେଇ ଯାଇଥାନ୍ତି, ମୋ ପାଖରେ ରଖିଥାନ୍ତି। ଭାବିଥିଲି ମାନେ ଘର ଚେଞ୍ଜ କରିଥାନ୍ତି। ନେଇଯିବେ ଏଠି କ'ଣ କ୍ଷୀର ଫିର ପାଉନି, କ'ଣ ଆଇଁଷ ଲୁଣି ମାଛ ବାଲା ଦେଇ ଦେଉଛ ମରି, ନେଇଯିବି ସିଆଡ଼େ ରଖିବି। ମୋ ପାଇଁ ମାସ ରହିଗଲେ ସେ ରହିଯାଇଥାନ୍ତା।
ମନେ କେମିତି ଲାଗୁଛି କହିଲ ଏଇଠି ନହେଲେ ଛୁଆଙ୍କ ନେଇକି ଆସିକି ଚପାତଳେ ପସନ୍ଦ ନାହିଁ। ମିକୁ କହିବାକୁ ଛୋଟବେଳୁ ଯାହା ମିକୁ ବାବୁନା ତା ସହିତ ଖେଳି ଖେଳି ବଡ଼ ହେଇଛନ୍ତି। ମୋର ଭିତରେ କେତେ ଖାଇବା ଲାଗୁ ଆମେ ଏଇଠି ବସିଥାନ୍ତା କୁଆଡ଼େ ଯାଇନଥାନ୍ତା। ଆମେ ବାହାରେ ଯାଇ ବସିବୁ ଫାର୍ମ ପାଖେ ଯାଇ ବସିବୁ କୁଆଡ଼େ ଯିବ। ତାକୁ ସମସ୍ତେ ଏତେ ଭଲ ପାଆନ୍ତି ଗାଡ଼ିରେ ଯାଉଥିବେ ଲୋକ ତାକୁ ଦେଖିଦେଲା ମାନେ ରହିବେ ତାକୁ ଗେଲ କରିବେ। ତ ଛୋଟ ଛୁଆ ଟିଉସନ୍ ଯାଉଥିବେ ତାକୁ ଧରିକି ଗେଲ କରିବେ ସମସ୍ତଙ୍କର ଫେଭରେଟ୍ ଥିଲା। ଗୋଟେ ଥର ଅଟୋରେ ଘୁରେଇକି ନେଉଥିଲା ମୁଁ ଦୌଡ଼ି ଖାଲି ଡାକିଦେଲି ରାନୀ ରାନୀ ଘୁରା ମାରିକି ଅଟୋରୁ ପଳେଇବା ତାକୁ ଚୁପିକି ଆଉ କ'ଣ ରାନୀ ରାଗି ରାନୀ ଆସିବ ଆଉ ଆସିବ। तो आसे ऊपर चढ़ के छाती पकानी कुआड़ी चुना खुशी हो जाते एत दिन देखी खुशी हो जाते। गाँव राम आसमनी आ कौन करिए रान जगह भी कहीं नहीं पारे एत सुंदर कुकुर कथा माने पूरा ये बुझी पारे सब किसी माँ पाखे कोट उपर शोब माँ गला विश्वास करूँ फास्ट राति 12टा बेल कि दुआर बाड़ेला माँ ही बाड़ौला कौन से ही देखी पाला शून्य खाली ऊपर को चढ़ी जाए कहार खाली आम देखी पार नए से शून्य ऊपर को चढ़ी जाए तो खुशी हो जाए लाज ही बुले पूरा माँ को देखुले कौन खुशी हो जाए सी पूरा सकाल ठिया काम थे झील ता सहित एत लगुव ये मैंने कामुड़ी बनी पड़ी कांदी कांदी तो आम अवस्था पूरा ये खाया झील एत अभिचिंता से लगुव आगु कुकुर कामुड़ी तो से कामुड़ी एत सुंदर हाँ मिलबनी आमको हाँ से खाइबा बड़ा मुह के मार साइड एक बजे जीव के मुह मार मत बहुत भल पाए बहुत डर कौन कहूँ अरे काली सन्ध्या बा मिकु कांदुची तो हाँ मिकु सब कांदुची तार कल जन्मदिन होता सी बुला कुकुर जमा आम घर को अनादी दुआर पर आसबेनि से काली से बस पूरा पूरा दुखी मुहरे अनेला पूरा मुह सुखी गोटे कुकुर आसिकी से कुकुर तुम के देख मुझे कहली किए कुकु तू आम रानी आईचु यदि रानी आईचु ताले मुंड डुंगारे यदि रानी आईचु मुझे जानी तू रानी बोली मुंड डुंगा माने मनीष भाया नुह मैंने मुंड डुंगार
ମୁଁ କହିଲି କଣ ଖାଇବୁ ମାନେ ମୁଣ୍ଡ ପୁଣି ଆଉ ଥରେ ଟୁଙ୍ଗାଇ ଦେଲା। ମୁଁ କହିଲି ହଉ ତୁ ବସ ମୁଁ ଖାଇବାକୁ ଦଉଛି। ମୁଁ ଯେମିତି ଚକୁଳି କରିକି ତାକୁ ନେଇକି ଦେଇଦେଲି ପଳେଇଲା ପଡେ। କେତେ ସମୟ ରହିଲା ତଥାପି? 15 ମିନିଟ୍ ରହିଲା। ମିଠୁକୁ ଶୁଙ୍ଘିଦେଲା, ତା ଗାଡ଼ି ଶୁଙ୍ଘିଦେଲା, ତାକୁ ଟିକେ ଶୁଙ୍ଘିଦେଲା। ମୁଁ ଆଉ କହିଲିନି କାନ୍ଦିବ ବୋଲି କହିଲିନି ଆଉ। ତାକୁ ଆଉ କିଛି କଥା ହେଲୁନୁ? ଖାଇଦେଲା ପଳେଇଲା ଆଉ। ହଉଛି ଆମ ରାକ୍ଷୀ ଦୋକାନ। ବସ ହଉ ବସ। ତ ସାଙ୍ଗମାନେ ଭାଉଜଟି ବାড়ିଛି ଭାତ, ଏଠି ମଟର ଗୁଗୁନି ପିଆଜି, ଏଠି ଶାଗ ଭଜା, ଏଠି ଛତୁ ଭଜା ଖାଇବା। ସତ କହୁ ସାଙ୍ଗମାନେ ମନଟା ଜମା ଭଲ ଲାଗୁନି, ଖାଇବାକୁ ଜମା ବି ଇଚ୍ଛା ନାହିଁ। ଖାଇବାକୁ ପଡ଼ିବ ଭଲକି। ନୂଆ ଘର ଯେଉଁ ଚେଞ୍ଜ ହେଲା ସବୁ ସଜେଇ କରି ରଖିବେ। ଭଲକି ଖାଇନୁ 2 ଦିନ। ଆମେ ଯେଉଁଦିନ ତ ଶୁଣିଲୁ ସେଦିନ ଭଲକି ଖାଇନୁ। ଆଉ କାଲି ବି ସେମିତି ଦିନ ଆଗ ସେମିତି ରୋଷେଇ କରି ଖାଇନୁ କିଛି ନାହିଁ। ରାତି ଯୋଡ଼େ ରୋଷେଇ କଲି ଯେ ସେ କାହିଁ ଭଲ ଲାଗିଲାନି ଖାଇବାକୁ। ଆଜି ଯୋଡ଼େ ଖାଇବୁ, ଯାଉଛନ୍ତି ଖାଇବୁ। ସାଙ୍ଗମାନେ ଦେଖନ୍ତୁ କେମିତି କଳାହାଣ୍ଡିଆ କରି ପୁରା ଆସିଲାଣି। ମେଘ ପୁରା ଆଇଲାଣି, ପୁରା ଅଲଗା ପ୍ରକାର। ସାଙ୍ଗମାନେ ଦେଖନ୍ତୁ ସେଇପଟେ ପଛରେ ମେଘ ଆଇଲାଣି, ପୁରା ଅଲଗା ପ୍ରକାର ଗଦେଇବ ପୁରା। ଆମ ଏ ଗଛରେ ଫୁଲ ହେଲାଣି ସାଙ୍ଗମାନେ। ତତେ କାହିଁ ଦେଖିବି ଯେ ଦୋକାନ ହେଇଛି ବୋଲି ଦୋକାନକୁ ଯିବ। ଷଣ୍ଢ ଫଣ୍ଡ ଗାଈ ଭାଇ ଆଉଛନ୍ତି ବୋଲି ଭୟରେ ଦୌଡ଼ିକି ପଳେଇଆଇଲା। ଏ ବୋଉଲୋ ସେ ପୁରା ପୁଳାଏ ଆଉଛନ୍ତି ସେମାନେ ଦେଖନ୍ତୁ। ପ୍ରଭୁ ପୁରା ପବନ ହେଇକି ଇସି ଏଇଠି ଧାଡ଼ି ହେଇକି ବର୍ଷା ହେଇଲା ବୋଲି କୁଆଡ଼େ ପଳଉଛନ୍ତି ଧାଡ଼ି ହେଇକି। ହଁ ଏ କିଛି ସୁନ୍ଦର ବାଛୁ ଏଇଠିଲୋ ସାଙ୍ଗମାନେ। ଦେଖନ୍ତୁ ଆମ କଦଳୀ ଗଛରେ ଫଳ ଧରିଛି, କାଲି ଦେଖିବି ଆପଣମାନେ। ଏପଟେ ପୁରା ବାପା ମେଘରୁ କୁଆଡ଼େ ଚାଲିଲେ। ଏ ମା ଲୋ ବାପା କେବେ ଯୋଉ ମେଘ ଆଇଲାଣି ଦେଖ, ଗଛ ପତ୍ର ପବନ କରିକି। କଣ ବାତ୍ୟା ହେଇଯିବ ନା କଣ? ହଁ ସାଙ୍ଗମାନେ ବିଶ୍ୱାସ କରନ୍ତୁ, ମୁଁ କାଲି ଏମିତି ସ୍ୱପ୍ନ ଦେଖିଛି। ସମୁଦ୍ର ମାଡ଼ି ଯାଇଛି, କି ଉଞ୍ଚ ଲହଡ଼ି, କି ପାଣି। ସାଙ୍ଗମାନେ ଦେଖିଲେ ନାଦି ଦେଇଗଲା ପୁରା ଏକଦମ। ବହୁତ ଦିନ ପରେ ପୁରୀ ଘରେ ବର୍ଷା ନାଦି ଦେଇଗଲା। ନାଦି ଦେଇଗଲା ସାଙ୍ଗମାନେ। କଣ ଚାଲିଛି? ଏ ବାପାଙ୍କ ପାଇଁ ଦିଟା ଚକୁଳି, ପିଆଜ, କଞ୍ଚା ଲଙ୍କା ଆଉ ଭୃଷଙ୍ଗ ଚକୁଳି କରୁଛୁ? ଏତିକି ସବୁ ଅଛି ବାପାଙ୍କର ହେଇଯିବ ଆଉ। ହଉ କର। ଆଉ ନେଞ୍ଚେଡ଼ି କହିଥିଲା ଖାଇବ ବୋଲି ପିଠା, ଶୋଇ ପଡ଼ିଛି। ଖାଇବେ ଏମିତି କ'ଣ ପିଆଜଟା ଜାରୁଛ ଫାଷ୍ଟ ନା? ଜାରି ଦେଉଛି। ବର୍ତ୍ତମାନ ଆମ ଘରେ ସଞ୍ଜ ଦିଆ ହେଇସାରିଛି, ଲାଇଟ୍ଟା ଅଫ୍ ହେଇନି, କିଛି ସମୟ ପରେ ଅଫ୍ ହବ। ମାନେ ମାଇଁ ମ୍ୟାଗି କରିକି ଦେଇଥାଏ, ସବୁ ଏକୁଟିଆ ଖାଇଲା, ଟିକେ ବି ମୋତେ ଯାଚିଲାନି। ହଉ ଆଉ ଜଣେ ଅଟା ଚକୁଡୁଛନ୍ତି ରାତିକି ରୁଟି କରି। ରୁଟି ଆଉ କ'ଣ କରିବ? ରୁଟିକି ଛତୁ ତରକାରୀ ଭଲ ଲାଗିବନି। ବାପା ଛତୁ ଖାଇବେନି, କ'ଣ କରିବା? ବାପାଙ୍କ ପାଇଁ କ'ଣ ଆସିଛି ବା ଭାବନା ଖାଇବ ଖାଅ। ଆଉ ମୋର ତ ଏ ଆଣ୍ଠୁଟା ପେନ୍ ଅଛି, ମୋତେ କିଛି ଭଲ ଲାଗୁନି। ଭାଉଜ କହୁଛି ଦେ ମୁଁ ବସିକି ଚକୁଡ଼ି ଦେବି, ମୁଁ ସେଟା ଠିଆ ହେଇପାରୁନି, ବସିକି ତ ଚକୁଡ଼ି ଦେବି। ନାହିଁ ତମେ ଆଇଛ ଗୋଟେ ଦିନ ବସ। ମୋର ତ ଆଣ୍ଠୁଟା କ'ଣ ଏଇ ସାଙ୍ଗମାନେ, ମୁଁ ଦେଖୁନି ଯେତେ ଅଏଲମେଣ୍ଟ ଘଷିଲେ ଟିକେ ଭଲ ଲାଗୁଛି, ନ ଘଷିଲେ ପେନ୍ ହେଉଛି। ଗୋଡ଼ ହାତ ଖାଲି ଝିମଝିମ ଡାହାଣ ଗୋଟେ ଗୋଡ଼ ପ୍ରେସର ବଢ଼ିବାକୁ ଝିମଝିମ ଖାଲି ବଧିଟା ଗୋଦରା ଗୋଡ଼ ଭଳିଆ ମୋତେ ଲାଗୁଛି। କ'ଣ କରିବି? ଏଠି ଖାଲି ମଶା ପ୍ରବଳ ସାଙ୍ଗମାନେ। ଆମର ଏଠି ମଶା ମାନେ ଫ୍ୟାକ୍ଟରୀ ଏଠି ପ୍ରକୃତରେ। ଯାହାଘର କେତେ ମଶା, ସୁମିଘରେ କିନ୍ତୁ ଏତେ ମଶା, ପୋଡ଼ା ଉଠେଇ ଦଉଛନ୍ତି। ମାନେ ତାକୁ ଭାରି ମଶା କାମୁଡ଼ିଲେ ଭାରି ବିରକ୍ତ।
କେମିତି ଏବେ କେମିତି ଏବେ ରହ କେମିତି ଏବେ ଯାରେ ଯେତିକି ମଶା କେତେ ସୁମି କରି ଆଲୋ ବୋପା ଆଲୋ ନାଇଁ ନାଇଁ ଆକ୍ସନଟା କଲୁ କେମିତି ଏବେ ଆଉ ଥରେ ହବନି ଏଇ ସେ ବୋଉଠୁ ଆସିଲେ ସକାଳୁ ଖାଲି ସବୁଦିନ ଉଠ ନା ଉଠ ଜଲ୍ଦି ଗାଧେଇକି ଖାଅ ଜଲ୍ଦି ଗାଧେଇକି କରିକି ଖାଅ ଯାଇ ବୋଲୁଛ କଣ କଣ ବାସନ ରେ ବାସନ ବାସନ ତୁ ଗାଧେଇକି ଧୋଇଲ ତାକୁ ରାକ୍ଷୀ ତମେ ଏତେବେଳକୁ ଉଠୁଛ କାହିଁକି ଏତେ ବାସନ କୁସନ ଗଦେଇ ତୁ ଅଖାଡ ବାନ୍ଧି ପୁରେଇଲୁ ଟିକେ ଯଦି ଖାତା ମୁଛରେ ମୁଁ ଥଉଥିଲି ବାସନ ଧୁଥିଲି ହେଲେ ମାଜିବାକୁ ତୁ କାହିଁ ଓଦା ହଉଛୁ ନା ମତେ ଭଲ ଲାଗୁନି ବାସନ ପକେଇଲେ ମଜା ମଜି କରିଦେବେ ମାଇଁ ଭାଣିଜୀ ମିଶିକି ଛତୁ କାଟୁଛନ୍ତି ଭାଣିଜୀ ଶିଖଉଛି ଏମିତି କାଟିବୁ ସେମିତି କାଟିବୁ ସେ କହିବ ହଉ ହଁ ଶାଶୁ ମା ଛତୁ ବାଟରୁ ଆଣିଥିଲି ଆଇଲା ବେଳକୁ କାଲି ରାତିରେ ଫୋନ୍ ଯାଇନା ରାକ୍ଷୀ 10-15 ଦିନ ହେଲା କହୁଛି ଛତୁ ଟିକେ ଖାଇବି ବୋଲି କେହି ଆଣୁନାହାନ୍ତି ଶୁଣୁନାହାନ୍ତି କାହିଁକିନା ଆମେ ସାଧା ପାଟି ତ ନାଇଁ କି ଆମେ ମାସର ସାଧା ଖାଉଛୁ ସାଧା ତ ଆମର ସବୁବେଳେ 2 ଦିନ କେବଳ ବୁଧବାର ଶୁକ୍ରବାର ସେତେବେଳେ ହେଲେ ହେଲା ନହେଲେ ନାହିଁ କେତେବେଳେ ଚତୁର୍ଦଶୀ ପଡ଼ିଲା କେତେବେଳେ ସଂକ୍ରାନ୍ତି ପଡ଼ିଲା ଆଉ ଇଏ ଗୁରୁବାର ସୋମବାର ସଂକ୍ରାନ୍ତି କହୁଛନ୍ତି ମତେ ଆଇଁଷ ଦିଅ ଏଠି ଆଇଁଷ ଆଣି ସାଙ୍ଗମାନେ ଆମ ପୁରୀ ବ୍ଲଗ୍ ଆପଣମାନଙ୍କ ଇଣ୍ଟରେଷ୍ଟିଂ ଲାଗୁନଥିବ କାହିଁକିନା ସମସ୍ତଙ୍କ ମନ ଦୁଃଖ ଅଛି କେହି ବି ଭିଡ଼ିଓ ବନେଇବା ମୁଡ଼ରେ ନାହାନ୍ତି ଆଉ ଭଲ ବି ଲାଗୁନି ଆଉ ଆଗ ବଢ଼ି କାହା ମୋର ବି ହସ ନାହିଁ ତ କେହି ନାହାନ୍ତି ମୁଡ଼ରେ ଭିଡ଼ିଓ ବନେଇବା ମୁଡ଼ରେ ମୋତେ ନିଜକୁ ମୁଁ ଯିଏ ବନାଏ ମୋତେ ନିଜକୁ ହିଁ ଭଲ ଲାଗୁନି ଆରେ କୋଉ ତରକାରୀ ଏମିତି କରୁଛି ଛିଙ୍କ ଉପରେ ଛିଙ୍କ ହଉଛି ମୋ ବସି ପାରୁନି ପୁରା ଲଙ୍କା ବାଟି ଦେଇଛୁ ବୋଧେ ନାଇଁ ମା ଲଙ୍କା ବାଟି ଦେଇଛି ତରକାରୀ କରିବ ଖାଲି ବସେଇ ଦଉନି ଟିକେ ସାଙ୍ଗମାନେ ମଣିଷ ଏଇ ଘରେ ବସି ଶାନ୍ତିରେ କାନ୍ଦି ବି ପାରିବନି ଶାନ୍ତିରେ ନିଶ୍ୱାସ ବି ନେଇପାରିବନି ତେଣୁ ନିଜେ ବି ଛିଙ୍କୁଛି ଆଉ ଗୋଟେ କଡ଼େଇ ସହିତ ନେଇକି ଆସିଲେ ଆଣି ଖାଇବା ଏ କଡ଼େଇରେ ଖାଇବନି କଡ଼େଇ ଗୋଳେଇ ଦେ ଗୋଟେ ପ୍ଲେଟ୍ ଆଣି ଖାଇବ କାହିଁକି ନା ଲୋକ ମନା କରୁଛନ୍ତି ଲକ୍ଷ୍ମୀ ଛାଡ଼ିଦିଏ ମୁଁ ଖାଇଥିଲି ବୋଲି ମୋତେ ବହୁତ ସାରା କମେଣ୍ଟ ଆସିଲା ଟ୍ୟୁସନ୍ ଫ୍ୟୁସନ୍ ସାରିକି ଆସିଲାଣି 2-3ଟା ଟ୍ୟୁସନ୍ ଲଗେଇଛି ବହୁତ ପରିଶ୍ରମ ପଡୁଥିବ ନାଇଁ କି କଣ ଠିକ 2ଟା ଟ୍ୟୁସନ୍ କଲାବେଳକୁ ପେଟରେ ଯେମିତି ଲାଗୁଛି ସେଟା ଏମିତି ଯାଇକି ଭୁଲି 2ଟା କଣ ବା 3ଟା ପରା 2ଟା ଟ୍ୟୁସନ୍ କଲା ଭିତରେ ଆଉ ଗୋଟେ ତ ବାକି ଅଛି ପୁଣି ବାଉଟା ଭାରି କଷ୍ଟ ଲାଗୁଛି ମାନେ ଭୋକରେ ତୁ ଖାଇକି ଯିବା କଥା ଏ ପୁରୀରେ କିଛି ଦଉନାହାନ୍ତି ମାନେ ଚା ଜଳିକି କିଛି ଦଉନାହାନ୍ତି ଟ୍ୟୁସନ୍ ମାନଙ୍କରେ ବିଶ୍ୱାସ କର ସାଙ୍ଗମାନେ ମୁଁ ଭୁବନେଶ୍ୱର ନାଇଁ ମୁଁ ଭୁବନେଶ୍ୱର ଯେତେବେଳେ ଯାଉଥିଲି ମାନେ ଟ୍ୟୁସନ୍ କରି ଯାଉଥିଲି ଘରକୁ ମାନେ ସୁନ୍ଦର ଚର୍ଚ୍ଚା ମାନେ ଚାହା ଜଳିଖିଆ ବିସ୍କେଟ୍ ତା ସହିତ ମାନେ ମାନେ କଣ କହିଲେ ଆଟ୍ରାକ୍ଟିଭ ପଇସା ବି ମାନେ ମାନେ ପାଠ ଅନୁସାରେ ପଇସା ଆଉ ଅଲ୍ ସବଜେକ୍ଟକୁ ମାନେ ପଇସା ବି ଭଲ ଦିଅନ୍ତି ଭୁବନେଶ୍ୱରରେ କିନ୍ତୁ ପୁରୀରେ ବିଲକୁଲ ନାହିଁ ପୁରୀ କେତେ ଝିଅ ତୁ ଘରକୁ ଯାଉଛୁ କେତେ ଦଉଛନ୍ତି 1000 ଭୁବନେଶ୍ୱରରେ 2000 ରୁ ଷ୍ଟାର୍ଟିଂ ଇଂଲିଶ ମିଡ଼ିୟମ୍ ଅଲ୍ ସବଜେକ୍ଟ ନହେଲେ ଝିଅ ମୁଁ ଧଉଳିଓର ଯାଏ କେତେ ପିଲା ଆସନ୍ତି ଧଉଳିଓରକୁ କାର୍ରେ ଆସନ୍ତି ଘର ନା ଯେତେବେଳେ ଝିଅ ବୋଧେ 6-7 ଝିଅ ଯେତେବେଳେ 6-7 ମନ୍ଥ ହେଇଗଲା ଡକ୍ଟର ମୋତେ ମନା କଲେ ଗାଡ଼ି ଚଲେଇକି ଆଉ କୁଆଡ଼େ ଯିବନି ଆଉ ପିଲା ଆମ ଘରକୁ ସମସ୍ତେ ଆସନ୍ତି ନା ଦେଖ ଗୋଟେ ପିଲା ବେଲିଛି ଯେ ଆଜିକାଲିକା ଛୁଆ ତ ଖାଲି ପ୍ରେମ ପତ୍ର ହେଇଯାଉଛି ପ୍ରେମ ପତ୍ର ହେଇଯାଇଛି ସବୁ ନାଟକ କରିଦେଲେ ଝିଅ ତାକୁ ଅଟାରେ ପୁରେଇକି ଘାଣ୍ଟି ଦେଇଥିଲା ମୁଁ ତାକୁ ଆଉ ଟିକେ ଗୋଳେଇ ଦେଲି ପୁରା ପାନ ପତ୍ର ହେଇଯାଇଛି ପ୍ରେମ ପତ୍ର ଆଉ ଖାଇବା ଆଉ ଦେଖିବା ରୁଟିଟା କାହା ହାବୁଡ଼େ ପଡୁଛି ତ ଆଜି ରାତିରେ ଖାଇବା ଅଛି ରୁଟିକୁ ଛତୁ ତରକାରୀ ତ ପିଲାମାନେ ବସିକି ଖାଇଲେଣି ଖାଉ ତ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ ଆଉ ସକାଳୁ ସକାଳୁ ବାବା ଯାଇଥିଲେ ମାର୍କେଟ ପରିବା ନେଇକି ଆସିଛନ୍ତି ଏବେ 7:10 ଖଣ୍ଡେ ହେଇଛି ବେଶୀ ହେଇନି
କ'ଣ ଏଇଥିରେ କାଢ଼ୁଛନ୍ତି ପରିବା ଚୋପାରା ପରିବା ରଖିବ ବୋଲି। କ'ଣ ସକାଳୁ ସବୁ ବାବା ଲକ୍ଷ୍ମୀ ବଜାରରୁ ଆଣିଲ ନା କ'ଣ? ଲକ୍ଷ୍ମୀ ବଜାର ପରିବା ବାବୁ ଆଣୁନ ନା? ଲକ୍ଷ୍ମୀ ବଜାର ଏତେ ବାଟ କୋଉଠି ମ ଚାଲିକି ପୁରା ଗଡ଼ାଣି ମାନେ 1 କିଲୋମିଟର ବି ହବନି। ତମେ କହୁଛ ଏତେ ସବୁ ପରିବା ଆଣିଛନ୍ତି। ତମେ ଟିକେ ବାବା ଚାଲିବା କଥା, ଶୀତ ଦିନ ଉଠି ଚାଲିବ। ଏବେଠୁ ମୋର ଦେଖୁଛ କ'ଣ ଆଣ୍ଠୁ ଧରୁଛି। ତମର ତ ଏଇଟା ବଂଶଗତ ଅଭ୍ୟାସ। ମୋର କିଛି ହବ ମୁଁ ଯେତିକି ଏକ୍ସରସାଇଜ ବିନ୍ଧା ବେଳେବେଳେ ହୁଏ, ତାପରେ ସେ ମନକୁ ଭଲ ହେଇଯାଏ। କାଙ୍କଣ ଆଣିଛନ୍ତି ବାବା, ବାବାଙ୍କୁ କାଙ୍କଣ ପସନ୍ଦ। କଖାରୁ କ'ଣ କିଣା ହେଉଛି ଆଉ ହେଇନି ନା କ'ଣ ସରିଗଲାଣି? କେତେ କଖାରୁ ଖାଇଛ କହିଲ? କଖାରୁ ଖିଆ ହେଲା, ବାଇଗଣ ଖିଆ ହେଲା। ବାଇଗଣ ପ୍ରବଳ ଖାଇଛ ନା? ପ୍ରବଳ ବାଇଗଣ। ଝିଅ ଆଣିଥିଲା ଲଗେଇଥିଲା ତମେ? ଝିଅ ଆଣିଥିଲା ଗଛ ନା ଭାଉଜ ଲଗେଇଥିଲା ମୋର ନା? ଆଉ ଆଣିନ? ଆଉ ଆଣିଆ ଶୀତ ଦିନ ଆସୁ ଆଣି ଦେଇଦେବି। ଜହ୍ନି ଆଣିବି। ହଉ କୋର୍ଟ ପାଖକୁ ଗଲେ ନେଇ ଆସ। ବାବାଙ୍କର ମେନ୍ କଲରା ଟିକେ ଦରକାର ଆଉ କଲରା ଆଣିଛନ୍ତି। ଭେଣ୍ଡି ବାବାଙ୍କୁ ଟିକେ ପସନ୍ଦ। ବାବା ଜାଣିଛ ବନ୍ୟା ପାଣି ପଶିଲାଣି ଗାଁ ଭିତରେ ସବୁ। ଆଉ ବନ୍ୟା ଏଇ ବର୍ଷ ହେଇଯିବ ମାନେ ପରିବା ରେଟ୍ ବାବା ଯାହା ରେଟ୍ ଅଛି ଆଉ ଛୁଇଁ ହବନି। ତମର ଏବେ 40 ସେ ସବୁ 60-80 ଭୁବନେଶ୍ୱର ସବୁ 60-80। ଆଉ ଇଏ ହେଉଛି କ'ଣ କହିଲ ବାବା ବନ୍ୟା ପାଣି ପଶିଲାଣି ମାନେ ଆଉ ପରିବା ପତ୍ର ତମେ ହାତ ଦେଇପାରିବନି। ସହଜ ତ 80 120 ଏମିତି। ଏପଟେ ନିମାପଡ଼ାଠୁ ଧରିକିରି ପୁରୀ କଣାସପଟୁ ଧରିକିରି ଆମର ଏପଟେ ପଟେ ବର୍ଷା ନାହିଁ କି ଫସଲ ନାହିଁ, ଚାଷୀ ମୁଣ୍ଡରେ ହାତ ଦେଇ ସାରିଲେଣି। ଏପଟେ ବର୍ଷା ସିଆଡ଼େ ତ ମାନେ ସୁନାମି ହେଇଗଲାଣି। ସିଆଡ଼େ ଜାପାନରେ ସୁନାମି ହେଇଗଲାଣି। ଆଉ ଇଆଡ଼େ ବାପା ଦେଖିବ ଗାଁ ପଟେ ପାଣି ଯେଉଁ ଭଳିଆ ମାନେ ଇଏ ଆସିଲାଣି ନା। ମୁଁ କହୁଛନ୍ତି କ'ଣ ସେଇଟା ଯେଉଁ ମୁଣ୍ଡୁଳି ବ୍ରିଜ୍ ଫାଟ ସୃଷ୍ଟି ହେଲାଣି। ଯଦି ପାଣି ଭାଙ୍ଗିବ ନା ଭୁବନେଶ୍ୱର ଆଉ କଟକ ଗୋଟେ ହେଇଯିବ, ପୁରା ଜଣା ପଡ଼ିବନି। ଫାଟ ସୃଷ୍ଟି ହେଲାଣି ବା। କେତେ କୋଟି ଟଙ୍କା ଖର୍ଚ୍ଚ କରିକି ତିଆରି କରିଛି ତାକୁ କହିଲେ ନବୀନ ପଟ୍ଟନାୟକ ଏମିତି କହିଲା ଆଉ ପଲିଥିନ୍ଟେ ରାଜ୍ୟରୁ ଟମାଟୋ ପଲିଥିନ୍ଟା ରାଜ୍ୟରେ ଅଛି ମୋତେ ଦେଲି। ଉପରେ ସକାଳୁ ସକାଳୁ ଅଜା ଲଗେଇଲେଣି ନାତୁଣୀ ତେଲ। ମାମୁଁ ଆଣିକି ଥୋଇ ସାରିଲାଣି ଉପମା ଆଉ କଟଲେଟ୍। କିଏ ପକେଇଲେ ଜେଜେ? ସେ ଉଠିଲାଣି ଦୋକାନ ପଳେଇଲେଣି। ଆଚ୍ଛା ଆଚ୍ଛା ଦୋକାନ ପାଖକୁ ପଳେଇଲେଣି। ଆଉ କ'ଣ ଶୋଇଥାନ୍ତା ନା କ'ଣ? ଆଖି ନାଲି ପଡ଼ିଛି ନିଦ ଛାଡ଼ିନି। ପରିବା ବାପା କାଟିଲେଣି। କ'ଣ କରିବେ ବୋଧେ ତରକାରୀ ପତ୍ର। ସରବିନ୍ଦା ବାଇଗଣ ବାପା ମିଠା ଲାଗେ ନା? ବାପା ଆଜି କ'ଣ କରିବ? ଆଜି ଗରମ ମସଲା ତରକାରୀ ଟିକେ ହବ। କାଙ୍କଣ ଆଳୁ ପୋଟଳ କଖାରୁ ପଡ଼ିକି ଗରମ ମସଲା ଟିକେ ହବ। ମେଥି ବାଇଗଣ ଟିକେ ହବ। ମେଥି ବାଇଗଣ ଆଉ କ'ଣ? କଲରା ଭେଣ୍ଡି ଭାଜିଦେବି। କଲରା ଭେଣ୍ଡି ଭାଜିବ। କଲରା ଭେଣ୍ଡି ତ ବଢ଼ିଆ ଆଉ କଲରା ପଳେଇବ ମାନେ। ବାବା କେଉଁଦିନ ଶ୍ରାବଣ ମାସ ସରିବ? 9 ତାରିଖ ଦିନ। 9 ତାରିଖ? 9 ତାରିଖ 9 ତାରିଖ ହେଲେ କ'ଣ ରାକ୍ଷୀ ପୂର୍ଣ୍ଣିମା ପୁଣି ତାପରେ କ'ଣ? ହଁ ବା ତାପରେ ପୁଣି କ'ଣ ପଡ଼ୁଛି? ଭାଦ୍ରବ ମାସ ଆସିଗଲା ଖୁଦୁରୁକୁଣୀ। ହଁ ଖୁଦୁରୁକୁଣୀ। ମୁଁ ଆଇଁଷ କେବେ ଖାଇବା ପାଇଁ ମୋର ଚିନ୍ତା। 9 ତାରିଖଟା ଗଲେ 10 ତାରିଖ ଦିନ ଖାଇବ। ଆଉ ସେ କେଉଁଦିନ ପଡ଼ୁଛି ପୁଣି ବାରି ବୁଧବାର ଶୁକ୍ରବାର ପଡ଼େ ପୁଣି ବୁଧବାର ବୁଧେଇ ସୁଧେଇ ଓଷା। କ'ଣ ମଣିଷ ଏତେ ଦୁଃଖ ପାଇଲା ମୁଁ ଜାଣିପାରୁନି। କ'ଣ ଛୋଟ ଏଡ଼ ବଡ଼ ହେଲା ଛୋଟ ପିଲାଙ୍କ ଭଳିଆ ହେଉଛି। ଅଣ୍ଡା ଇଏ ମାବାରେ। ଆଉ ଯିଏ କାଟିଲୁ କ'ଣ ଅଛି? ଦି ଭଉଣୀ ଯାଇକି ନେଇଲେ ମୁଢି ବୋଉ କେଡ଼ ବଡ଼ ପାକେଟ ମୁଢି ପାଇଁ କଣା ହେଇଯାଇଛି। ଆଉ କ'ଣ ସୋଲାଟା ଏଟା ଗୋଟେ ସୋଲା। ମୋ ଝିଅକୁ ମିଳିବନି?
16 वर्ष हेल्ले मिल पूजा करने को बसी केते कथा कहूँ क्या कनियर मागिला क्या कौन मागिला अंटे कौन अरे चंदन डिबाटे 10 टंका तुम आनी पारन जे घंटे घसुच केते पैसा केते कुआडे खर्च करछ चंदन पियर तुम न देखे आम कहीं याडू सब चंदन अच्छा अच्छा हाँ ये मामू भाणीजी कौन करछोनी हमको बोला ना अंडा अंडा तक खाया हां ना हम खाया जे मिकू करू अच्छा भौणी अंडा आईची आ दे आमलेट करी बाड़ी दियो आइंस डाहाना आइंस डाहानी आउ गोटे कुआडे आइंस डाहानी 3टा एक मामू भाणीजी आ भौणी मो बापा एडे आइंस किए लोक सी खाऊ ना मासटा आग ये आइंस रही पार ना हाँ मामूर तो झील बुहती माँ नथिले मामू बापा नथिले पीसी कथरे अच्छी मरबिनी मुझे अमर लडू खाई ना कौन मरबी आउ की कथा मो मामू झिया तो पापा तो झिया मो ता पापा हां जंगल दीदा ए सेठी कोन बादे कोन कहलानी आ माईरो माईरो गुन्नू माईरा खाली गुन्नू तारा दिखला ता खाली गुन्नू आवा मो लोकना तो ना नहीं जो गुन्नू लोकना तो नहीं जो गुन्नू भोजी खायो लागतरे भोजी खाय ला भाई बाड़ी जी भोजी खाइया को जीव लोकना तो सेही पे जाउछ ए हे छिया 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 आउ भोग खाइले भल जे किंतु दर्शन कर दिन खाइए कौन प्रसाद टी पाई देके आसो आ तो मते रात्रि भोजी खाइया को जीव जाओ खाओ ना आमर बराद ना आमको डाकू ना अरे बो कि लज्जा कथा लो तुम तो खाइब खाइब पुणी बोईकी आण भारी छोट लगी कथा हाँ खाओ खाओ तो बर्तमान आसी आमर ये 10 टंकिया दहीबरा खाऊँ बर्तमान आउ सांग मैंने आपण मैंने तो जानी जो आम पुरी बड़िया पांडा केस जो भूत बाहर जो अटैक करी तो सांग मैंने रजरे जो देते लुगाटा या फाइनाल नहीं आसी आउ जन्मदिन हूँ नुआ करी एमती मन भल ना तो युवा पिंधिदेवी राखी बांधिदेवी भी बापा यदि बंदाबना करेंगे तो यहाँ पिंधिदेवी जन्मदिन लुगाटा नुआ कि करें इच्छा ना मन भल ना मुझे बाहर पलि आउे 3टा 3:30 तो बर्तमान बापा पुअटी बस खाइले कौन खाऊ म भात सारा तरकारी अंडा तरकारी भजा भजी खाओ 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 तमें खाऊ न मैंने क्या तुम को सहित अच्छा अच्छा कि मो सहित खाइबनी आम माई मोर साधा खाइबू तुम आइंस खाइब बर्तमान आमर बढ़ा है भात को मिक्स सादा तरकारी आ भजा भजी टे आ शाग फाग ना ना समय है मन भल ना बोली किसी करून ना से आइंस है हौ खाईद एडजस्ट कर डाली भी करन डाली मना कले आम सब ना भल लगे तो सांग मान बर्तमान बाजीगला पूरा 5टा ठीक 5टा आउ बर्तमान आम बाहर भुवनेश्वर माझी आउ अगणा घर पूरा खाँ खाँ लगुच बिल्कुल भी भल लगुनि सांग मैंने ना एडी बुलंदानी तो बिल्कुल भी भल लगुनि सांग मैंने किसी भी आउ ना ब्लॉग कर इच्छा हो ना मनटा किसी दिन भल लगे सांग मैंने तो मत तो भुवनेश्वर जावाक पड़ो जेहेतु घर सजा सजी कर बाबुनार मोर आपण मन गले देखी काली ब्लॉग रे अपन देखिए आउ बहुत सारा काम अच्छे ठाकुर बसैनी गले ठाकुर बसैबी आ मोर तो ये आंठू प्रोब्लेमटा बाहरी जे जिते स्प्रे कले कि गरम पानी सेट करदे भल होनी
केजानी कौन गोटे मक्ची ही कौन देखा जाऊ सी भल हम आपे आपे ना काली गले अब ठाकुर बसैबी जिन तो एपट सेपट एपट सजा सजी करी झीर स्कूल पुणी पहरदिन अच्छी पड़ो रही गोटे दिन आ भल तो लगुनि तो कहूँ सांग मान से कथा जे एतलू ये बुलतानी आग सामने आसिक ना माने पलाऊँ बोली तार भल लगुनि सांग मैंने कौन कर माने कौन करेंगे सांग मैंने यही तो माने जीवन आज अच्छी काली ना आउ माने इमोशन गोटे एम जिनस सांग मैंने खाली मनीष सहित नुह पशु जी आप पाखे रही समुद्र सहित अटैच हो जाए तो मन टी कष्ट होहेतु इमोशनल अटैचमेंट थिला 8 वर्षर 9 वर्षर तो छाड़ते भगवान तो आत्मा को शांति दियंतु बाकी रानी जगह कहीं भी नहीं पारे तो मुना जाऊनु तो सांग मैंने छोट पिला आइसक्रीम खाई तो सांग मैंने आज ब्लॉगटा मुझे एंड कर देखा गोटे नुआ ब्लॉग जय जगन्नाथ।